ଦେଶୀ ରନ୍ଧାମଦ ଜବତ 2 ଜଣ ହୋଇଛନ୍ତି ଗିରଫ। ବାଲେଶ୍ୱର ଅବକାରୀ ଅଧ୍ୟକ୍ଷ ଶେଖ୍ ଅସଫ ଅଲିଙ୍କ ନିର୍ଦ୍ଦେଶ କ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫ୍ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଖଇରା ଥାନା ଅନ୍ତର୍ଗତ ନହଙ୍ଗ ସୁନ୍ଦରପୁର ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ 50 ଲିଟର ଦେଶୀ ମଦ ଜବତ କରାଯିବା ସହିତ ନହଙ୍ଗ ଗ୍ରାମର ମନୋଜ କୁମାର ଦାସ, ସୁନ୍ଦରପୁର ଗ୍ରାମର ନିତ୍ୟାନନ୍ଦ ନାୟକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ 15,000 ଟଙ୍କାରୁ ঊର୍ଦ୍ଧ୍ୱ ହେବ ବୋଲି ସୂଚନା ଦିଆଯାଇଛି। କିନ୍ତୁ ଏଠି ଗୋଟିଏ କଥା ବାରମ୍ବାର ଖଇରା ଅଞ୍ଚଳରେ ଚଢ଼ାଉ କରାଯାଉଛି। ଅବକାରୀ ବିଭାଗ ତରଫରୁ ବାରମ୍ବାର ଧରାଯାଉଛି ମଦ। ତାପରେ ବି କିଭଳି ଭାବରେ ମଦ ବେପାରୀମାନେ ବିନା ଖୋପରେ ମଦ ବେପାର କରୁଛନ୍ତି, ଏହା ଏବେ ବୁଦ୍ଧିଜୀବୀଙ୍କ ମହଲରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଅନାଦି ଚରଣ ନାୟକଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।